ମାସ ମାସ ଧରି ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ହାଇଦ୍ରାବାଦରେ ଚାକିରି କରିଛନ୍ତି। ମୋର କିନ୍ତୁ ଗୋଟେ ବଦଭ୍ୟାସ ଯେ ସପ୍ତାହରେ ଥରେ ଦୁଇଥର ଗିଆଁ ନ ଖାଇଲେ ମୋ ଗିଆ ଶାନ୍ତି ପାଏ ନାହିଁ। କିନ୍ତୁ ମୁଁ କିଛି କରିପାରିନଥାଏ। ମୋ ଘରେ ମୋ ବୁଢ଼ା ଶ୍ୱଶୁର। ତେଣୁ ଥରେ ଶ୍ୱଶୁରର ସେଇ ବୁଢ଼ା ବାଣ୍ଡକୁ ଚାଟି ଚାଟି ଉଠେଇଲି ଏବଂ କେମିତି ଘିଅ ଖାଇ ମୋ ଦିଆକୁ ଶାନ୍ତି କରେଇଥିଲେ ସେଇ ବିଷୟରେ ମୁଁ ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆଁ ଗେହି ସବୁ ଭିଡ଼ିଓ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଚିପିବେ। ସବୁଦିନ ତ ଆପଣମାନେ ଦୁଧକୁ ଚିପୁଛନ୍ତି, ଥରେ କିନ୍ତୁ ବେଲ୍ ଆଇକନ୍କୁ ଚିପନ୍ତୁ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ମୋ ଶ୍ୱଶୁରର ବୁଢ଼ା ବାଣ୍ଡକୁ ଉଠେଇ କିପରି ମୁଁ ଗିଆଁ ଖାଇଥିଲି ଏବଂ ମୋ ବିଆକୁ ଶାନ୍ତି କରେଇଥିଲି ସେହି ବିଷୟରେ ମୁଁ ସବୁ ଆପଣଙ୍କୁ କହୁଛି। ମୋର ବୟସ ପାଖାପାଖି 36 ହେବ। ମୋର ଗୋଟେ ବଦଭ୍ୟାସ ହେଉଛି ମୋତେ ସପ୍ତାହରେ ଥରେ କିମ୍ବା ଦୁଇଥର ଗିଆଁ ଖାଇବାକୁ ଇଚ୍ଛା ହୁଏ, ନହେଲେ ମୋ ବିଆ ଶାନ୍ତି ପାଇପାରେ ନାହିଁ। କିନ୍ତୁ ସ୍ୱାମୀ ହାଇଦ୍ରାବାଦରେ ରୁହନ୍ତି। 2 ମାସ 3 ମାସରେ ଥରେ ଘରକୁ ଆସନ୍ତି, କିନ୍ତୁ ମୋ ବିଆ ଶାନ୍ତି ପାଏ ନାହିଁ କାରଣ ସେ ବାହାରେ ରୁହନ୍ତି। ଘରେ ମୋର ବୁଢ଼ା ଶ୍ୱଶୁର, ପାଖାପାଖି ବୟସ 60 ବର୍ଷ ହେବ, ନହେଲେ ଆଉ କେହି ନାହାନ୍ତି। ଶାଶୁ ବହୁତ ଦିନ ପୂର୍ବରୁ ମରିଯାଇଥିଲେ। ତେଣୁ ଘରେ ଆମେ ଶ୍ୱଶୁର ଏବଂ ବୋଉ। ତେଣୁ କେତେ ଦିନ ବା ମୁଁ ଏମିତି ବିଆକୁ ହାତ ବୁଲେଇ ବୁଲେଇ ଆଙ୍ଗୁଠି ଗେଞ୍ଜି ଗେଞ୍ଜି ଶୋଇବି। ଥରେ ମୋ ମନକୁ ଆସିଲା ଯେ ବୁଢ଼ା ଶ୍ୱଶୁରର ବାଣ୍ଡକୁ ଉଠେଇବି ଏବଂ ଗିଆଁ ଖାଇବି। ରାତିରେ ଶ୍ୱଶୁର ଶୋଇଥିଲେ। ତାଙ୍କର ଗୋଡ଼ ମୋଡ଼ିଦେବା ବାହାନାରେ ମୁଁ କ'ଣ କଲି, ଶ୍ୱଶୁର ପାଖକୁ ଗଲି ଏବଂ କହିଲି, ଆପଣଙ୍କ ଗୋଡ଼ ମୁଁ ଟିକେ ମୋଡ଼ି ଦେଉଛି। ଶ୍ୱଶୁର କହିଲେ, ଠିକ୍ ଅଛି, ତୁମେ ଟିକେ ସୋରିଷ ତେଲ ଗରମ କରି ଆଣ ଏବଂ ମୋ ଗୋଡ଼କୁ ଟିକେ ମାଲିସ କରିଦିଅ। ମୋର ବି ଦେହ ଏବଂ ଅଣ୍ଟା ବହୁତ ବିନ୍ଧା ହେଉଛି। ତେଣୁ ମୁଁ ଚଟକିନା ସୋରିଷ ତେଲ ଆଣିଲି ଏବଂ ତାଙ୍କର ପାଦରୁ ତେଲ ମାରିବା ଆରମ୍ଭ କଲି। ଆସ୍ତେ ଆସ୍ତେ ପାଦ ତେଲ ମାରି ସାରିଲା ପରେ ତାଙ୍କ ଜଙ୍ଘରେ ଟିକେ ତେଲ ମାରିଲି। ତେଣୁ ଦେଖିଲି ଯେ ଜଙ୍ଘରେ ହାତ ବୁଲେଇଲା ବେଳେ ମଧ୍ୟ ଶ୍ୱଶୁର କାହିଁ କିଛି କମ୍ପ୍ଲେନ୍ କରୁନାହାନ୍ତି ବା କିଛି କହୁନାହାନ୍ତି। ତେଣୁ ସେହି ସମୟରେ ଅନୁଭବ କଲି ଯେ ବୁଢ଼ାର ବାଣ୍ଡଟି ବହୁତ ଲମ୍ବା। ତେଣୁ ସେ ଲମ୍ବା ବାଣ୍ଡକୁ ଦେଖି ସାରିଲା ପରେ ମୁଁ ତାକୁ କିପରି ଉଠେଇବି ଏହା ଭାବି ଭାବି ତେଲ ହାତକୁ କ'ଣ କଲି ନା ସେ ବାଣ୍ଡ ଆଡ଼େ ଟିକେ ହାତ ବୁଲେଇ ଆଣିଲି। ଯେମିତି ହାତ ସ୍ଲିପ୍ କରିଗଲା ସେଇ ଅଭିନୟ କରି ମୁଁ ତାଙ୍କ ବାଣ୍ଡରେ ହାତଟିକୁ ବୁଲେଇ ଦେଲି। ଦେଖିଲି ବୁଢ଼ା କିଛି କହିଲା ନାହିଁ। ତେଣୁ ମୋତେ ମଉକା ମିଳିଗଲା। ମୁଁ କ'ଣ କଲି ନା ଆଉ ଟିକେ ଉଷୁମ ତେଲ ନେଇ ସେଇ ବାଣ୍ଡରେ କ'ଣ କଲି ନା ମାଲିସ କଲି। ଦେଖିଲି ବୁଢ଼ାର ବାଣ୍ଡ ଆସ୍ତେ ଆସ୍ତେ ଟାଣ ହେବାକୁ ଲାଗୁଛି। ମୁଁ କ'ଣ କଲି ନା ସେ ମଉକା ଆଉ ଛାଡ଼ିଲି ନାହିଁ। ନିର୍ଦ୍ଧୁମ 2 ହାତରେ ଧରି ବୁଢ଼ାର ବାଣ୍ଡକୁ ଖାଲି ମନ୍ଥି ଚାଲିଲି, ହଲେଇ ଚାଲିଲି। ବୁଢ଼ା ବି ସେତେବେଳେ ଜାଣିନେଲା ଯେ ବୋଉର ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଉଛି ଏବଂ ଯେହେତୁ ଶାଶୁ ବହୁତ ଦିନ ହେଲା ମରିଗଲେଣି, ତେଣୁ ବୁଢ଼ା ମଧ୍ୟ ବହୁତ ଦିନ ହେଲା କିଛି ଗିଆଁ ଗିଆଁ କରିନାହିଁ। ତେଣୁ ତା ବାଣ୍ଡ ଉଠି ପଡ଼ିଲା, ଟାଣ ହୋଇଗଲା। କିଛି ସମୟ ଏମିତି ମନ୍ଥାମନ୍ଥି କରିସାରିଲା ପରେ ମୁଁ କହିଲି, ତୁମର ବାଣ୍ଡ ତ ବହୁତ ଟାଣ। ସେ କହିଲା, କ'ଣ କରିବି ବୋଉ, ବହୁତ ଦିନ ହେଲା ତୁମ ଶାଶୁ ମରିଗଲେଣି, ତେଣୁ ମୋ ବାଣ୍ଡ ଆଉ ଶାନ୍ତି ପାଇପାରୁନାହିଁ। ତୁମର ହାତ ପାଇସାରିଲା ପରେ ସେ ବାଣ୍ଡ ଆଜି ବହୁତ ଦିନ ପରେ ଉଠିଛି।
ମୁଁ କହିଲି ତାହେଲେ ଆଉ ଡେରି କରୁଛନ୍ତି କାହିଁକି? ମୁଁ ଆଜି ତମର ବାଣ୍ଡର କଷ୍ଟକୁ ଲାଘବ କରିଦେବି। ଏଇ କଥା କହି ମୁଁ କ'ଣ କଲି ନା ତାଙ୍କର ଲୁଙ୍ଗିଟିକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଲି। ବୁଢ଼ାକୁ ପୁରା ଉଲଗ୍ନ କରିଦେଲି। ଦେଖିଲି ପାଖାପାଖି 6ରୁ 7 ଇଞ୍ଚର ବାଣ୍ଡ, ବହୁତ ସୁନ୍ଦର ହେଇଛି। ତେଣୁ ଲୋଭ ଆଉ ମୁଁ ସମ୍ଭାଳି ପାରିଲି ନା। ମୁଁ କ'ଣ କଲି ନା ମୁହଁରେ ତାଙ୍କର ବାଣ୍ଡକୁ ନେଇ ଚୁଚୁମିବାକୁ ଲାଗିଲି। ବେଶ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ଖାଲି ଚୁଚୁମି ଚାଲିଲି। ବୁଢ଼ାକୁ ବହୁତ ମଜା ଲାଗୁଥିଲା। ସେ କହିଲା, ବୋଉ ମୋତେ ଟିକେ ତମ ବିଆ ଦେଖାଅ, ମୁଁ ତୁମ ବିଆକୁ ଭଲ ଭାବରେ ଚାଟି ଦେଉଛି। ତାପରେ ମୁଁ କ'ଣ କଲି ନା ମୋର ଶାଢ଼ୀ, ସାୟା, ବ୍ଲାଉଜ ସବୁ ଖୋଲିଦେଲି ଏବଂ ବୁଢ଼ା ଆଗରେ ପୁରା ଉଲଗ୍ନ ହେଇଗଲି। ମୋର ଉଲଗ୍ନ ଚେହେରା ଦେଖି ବୁଢ଼ା ପୁରା ପାଗଳ ହେଇଗଲା। ସେ ଖାଲି ମୋ ଦୁଧ, ମୋ ଗାଣ୍ଡି, ମୋ ଜଙ୍ଘ ସବୁଆଡ଼େ ଖାଲି ହାତ ବୁଲେଇବାରେ ଲାଗିଲା। ପ୍ରବଳ ମାତ୍ରାରେ ସେ ହିଟ୍ ହେଇସାରିଥିଲା। ତାପରେ ସେ କ'ଣ କଲା ନା ବସି ପଡ଼ି ମୋ ବିଆରେ ତା ପାଟିକୁ ଲଗେଇ ଦେଲା ଏବଂ ଜିଭ ଦ୍ୱାରା ମୋ ବିଆକୁ ନିର୍ଦ୍ଦମ ଭାବରେ ଚାଟିଲା। ପ୍ରାୟ ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ କେବଳ ଖାଲି ଚାଟି ଚାଟିଲା। ତାପରେ କ'ଣ କଲା ନା ମୋତେ ତଳେ ପେଟେଇ ଦେଲା ଏବଂ ମୋ ଗାଣ୍ଡି ପଟରୁ ତାର ବାଣ୍ଡକୁ ପୁରେଇଲା। ଆପଣ ବିଶ୍ୱାସ କରିବେ ନାହିଁ, ନିର୍ଘାତ ଭାବରେ 30ରୁ 35 ମିନିଟ୍ ପର୍ଯ୍ୟନ୍ତ ସେ ଘେଇଁ ଚାଲିଲା। ମୁଁ ତ ଭାବିଥିଲି ବୁଢ଼ା ବାଣ୍ଡରୁ ରସ 5 ମିନିଟ୍ରେ ବାହାର କରିଦେବି। କିନ୍ତୁ ବୁଢ଼ା, ସେକାଳର ବୁଢ଼ା ବହୁତ ଟାଣୁଆ ବାଣ୍ଡ ଏବଂ ତାର ବୀର୍ଯ୍ୟ ମଧ୍ୟ ପୁରା ଟାଣ ହେଇସାରିଥାଏ। ତେଣୁ ତା ବାଣ୍ଡରୁ ସହଜରେ ପାଣି ବାହାରୁ ନଥିଲା। ମୁଁ ପୁଣି କ'ଣ କଲି ନା ତା ବାଣ୍ଡକୁ ଚୁଷିବାକୁ ଲାଗିଲି। ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ମୁଁ ତା ବାଣ୍ଡକୁ ଚୁଷିଲି। ସେ କିଛି ସମୟ ପରେ ପୁଣି ମୋ ବିଆକୁ ଚାଟିଲା। ଏମିତି ଆମେ ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଚାଟାଚାଟି ହେଲୁ। ସେ କେତେବେଳେ ମୋ ବିଆକୁ ଚାଟୁଥାଏ ତ ମୁଁ କେତେବେଳେ ତାର ବାଣ୍ଡକୁ ଚାଟୁଥାଏ। ମଝିରେ ମଝିରେ ବୁଢ଼ା ଖାଲି ବହୁତ ବଢ଼ିଆ ଲାଗୁଛି, ବହୁତ ତୁମକୁ ମୁଁ ପ୍ରତ୍ୟେକ ଦିନ ଏମିତି ଘେଇବି, ମୋ ପୁଅ ଆସିବା ପର୍ଯ୍ୟନ୍ତ ମୁଁ ତୁମକୁ ଖାଲି ଘେହୁଥିବି, ଏମିତି ଖାଲି କହୁଥାଏ ଏବଂ ମୋତେ ପ୍ରବଳ ମାତ୍ରାରେ ଘେହୁଥାଏ। ମୁଁ ବି ମନେ ମନେ ଭାବୁଥାଏ, ତମର ପୁଅ ତ ବାହାରେ ଅଛି, ତମେ ତ ପୁଅକୁ ବାହାରକୁ ପଠାଇ ଦେଇଛ, ତେଣୁ ମୋ ବିଆକୁ ତମେ ଶାନ୍ତି କର। ଆମେ ଏମିତି ପାଖାପାଖି 1ରୁ 1.5 ଘଣ୍ଟା ପର୍ଯ୍ୟନ୍ତ ଘିଆଁ ଘିଁ ହେଲୁ। ତାପରେ ମୋ ବିଆରୁ ରସ ବାହାରିଗଲା, କିନ୍ତୁ ବୁଢ଼ା ବାଣ୍ଡରୁ ରସ ବାହାରି ନଥିଲା। ତେଣୁ ମୁଁ ପୁଣି କ'ଣ କଲି ନା କୁକୁର ଭଳିଆ ଆଣ୍ଠେଇ ପଡ଼ିଲି ଏବଂ ବୁଢ଼ାକୁ କହିଲି, ତମେ ମୋତେ ପଛପଟୁ ଘିଅ। ମୁଁ ଖଟ ଉପରେ ପେଟେଇ ରହିଲି। ବୁଢ଼ା ତଳେ ରହି ଛିଡ଼ା ହୋଇ ମୋତେ ଘେଇଲା। ଷ୍ଟାଣ୍ଡିଂ ପୋଜିସନରେ ବୁଢ଼ା ଘେଇବାକୁ ଆରମ୍ଭ କଲା। ପୁଣି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେମିତି ସେ ଘେଇଁ ଚାଲିଲା। ତାପରେ ତାର ଘେଇବାରୁ ମୁଁ ଜାଣିପାରିଲି ଯେ ବୁଢ଼ାର ଏଥର ବାଣ୍ଡରୁ ରସ ବାହାରିବା ସମୟ ହେଇସାରିଛି। ତେଣୁ ଏଇ ମୌକାରେ ମୁଁ କ'ଣ କଲି ନା ଚଟ୍ କିନା ଉଠି ପଡ଼ି ବୁଢ଼ା ବାଣ୍ଡକୁ ପାଟିରେ ଚାଟିବାକୁ ଲାଗିଲି। ପାଖାପାଖି 2ରୁ 3 ମିନିଟ୍ ଚାଟିଛି, ବୁଢ଼ା ବାଣ୍ଡରୁ ରସ ବାହାରିଗଲା। କିନ୍ତୁ ଗୋଟିଏ ଜିନିଷ ମୁଁ ଲକ୍ଷ୍ୟ କଲି, ମୋ ସ୍ୱାମୀ ବାଣ୍ଡରୁ ଯେମିତି ମେଞ୍ଚେ ରସ ବାହାରେ, ବୁଢ଼ାର କିନ୍ତୁ ଫଣ୍ଟେ କିମ୍ବା 2 ଫଣ୍ଟା ମାତ୍ର ବାହାରିଲା ଏବଂ ବହୁତ ଟାଣ, ପତଳା ନୁହେଁ, ବହୁତ ଟାଣ। କିନ୍ତୁ ସେଦିନ ପାଖାପାଖି ଆମେ 2ରୁ 2.5 ଘଣ୍ଟା ପର୍ଯ୍ୟନ୍ତ ଏମିତି ଘିଆଁ ଘିଁ ହେଇଥିଲୁ। ରାତି ସାରା ବୁଢ଼ା ମୋତେ କଣ୍ଢେଇକି ଶୋଇଲା। କେତେବେଳେ ମୋ ଦୁଧକୁ ଚିପୁଥାଏ, କେତେବେଳେ ମୋ ଗାଣ୍ଡିରେ ହାତ ବୁଲଉଥାଏ, କେତେବେଳେ ମୋ ଜଙ୍ଘରେ ହାତ ବୁଲଉଥାଏ। ଏମିତି ରାତି ସାରା ସେ ନଖରାମି କରୁଥାଏ। ଯେମିତି ଭୋର ହେଇଛି, ବୁଢ଼ାର ବାଣ୍ଡ ପୁଣି ଉଠିଲା। ସେ କହିଲା, ବୋଉ ମୁଁ ଆଉ ଥରେ ଗେଇବି।
ପୁଣି ବୁଢ଼ା ମୋତେ ମୋ ଦୁଇ ଟାଙ୍ଗକୁ ଉପରକୁ ଟେକି ପୁଣି ତାର ସେଇ ଲମ୍ବା ଗାଣ୍ଡକୁ ମୋ ଗାଣ୍ଡିରେ ପୂରେଇଲା। ମୋ ଗାଣ୍ଡିରେ ବି ପାଖାପାଖି ସେ 5 ମିନିଟ୍ ଘେଇଁଲା। ତାପରେ ଗାଣ୍ଡିରୁ ତାର ବାଣ୍ଡକୁ ବାହାର କରି ଆଣି ମୋ ବିଆରେ ପୁଣି ଭର୍ତ୍ତି କଲା। ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ଘେଇଁଲା। ସକାଳ ସୂର୍ଯ୍ୟ ବାହାରିବା ପୂର୍ବରୁ ବୁଢ଼ା ବାଣ୍ଡରୁ ରସ ବାହାରିଲା। ଯାହା ବି ହଉ, ସେଦିନ ରାତିରେ ଆମେ 2 ଥର ଏମିତି ଘିଆଁ ଘିଁ ହେଇଥିଲୁ। ତାପରେ ମୋ ବିଆ ଶାନ୍ତି ହେଇଗଲା। ମୁଁ ଆଉ କେବେ ମୋ ସ୍ୱାମୀର ଅନୁପସ୍ଥିତି ଅନୁଭବ କରିପାରିଲି ନାହିଁ, କାରଣ ମୋର ଯେତେବେଳେ ବି ମନ ହେଇଯାଏ ମୁଁ ବୁଢ଼ା ପାଖରୁ ଘିଆଁ ଖାଏ। ବୁଢ଼ା ବାଣ୍ଡର ତାକତ ମୋ ବିଆର ସମ୍ପୂର୍ଣ୍ଣ ରସକୁ ବାହାର କରିଦେଉଥିଲା ଏବଂ ମୋ ବିଆକୁ ଶାନ୍ତି କରିଦେଉଥିଲା। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।